2025 ମସିହା ନୂଆ ବର୍ଷରେ ପଡ଼ିବାକୁ ଯାଉଛି ମକର ସଂକ୍ରାନ୍ତି, ଯାହାକି ଜାନୁଆରୀ 14 ତାରିଖରେ ପଡ଼ୁଛି। ଏହି ଦିନ ଆପଣମାନେ ଚୁପଚାପ ଏହି ଜାଗାରେ କେବଳ ଗୋଟିଏ ମୁଠା ଲୁଣ ରଖିଦିଅନ୍ତୁ। ଆପଣ ଯେତେ ଦାରିଦ୍ରତା ଆପଣଙ୍କ ଘରେ ଅଛି, ଯେତେ କଷ୍ଟରେ ଆପଣମାନେ ରହୁଛନ୍ତି, ଯେତେ ଆପଣଙ୍କର ଦୁଃଖ ଦାରିଦ୍ର୍ୟ ସବୁ ଦୂର ହୋଇଯିବ। ଆପଣ ଜଣେ ଧନବାନ ବ୍ୟକ୍ତି ହେବା ସହ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ। ଯଦି ଆପଣଙ୍କୁ ପିତୃଦୋଷ ମଧ୍ୟ ଲାଗିଥାଏ, ସେଥିରୁ ମଧ୍ୟ ଆପଣମାନଙ୍କୁ ମୁକ୍ତି ମିଳିଯିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣ କେବେ ବି ଧନର ଅଭାବ ଆପଣଙ୍କର ହେବ ନାହିଁ। ମକର ସଂକ୍ରାନ୍ତି ଦିନ ଅର୍ଥାତ୍ ଏହି ଜାନୁଆରୀ 14 ତାରିଖ ଦିନ ଆପଣ ଯଦି ଏହି ଗୋଟିଏ କାମକୁ ଅର୍ଥାତ୍ ଏହି ଲୁଣକୁ, ଗୋଟିଏ ମୁଠା ଲୁଣକୁ ଆପଣ ଘରର ଏହି ଜାଗାରେ ଯଦି ରଖି ଦେଉଛନ୍ତି, ଆପଣଙ୍କର ସବୁ ଦୁଃଖ ଦାରିଦ୍ର୍ୟ ସବୁ କଷ୍ଟ ଆପଣଙ୍କର ଦୂର ହୋଇଯିବ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବା ସହ ଭଗବାନ ବିଷ୍ଣୁ ମଧ୍ୟ ଆପଣଙ୍କ ଉପରେ ଆଶୀର୍ବାଦ କରିବେ। ସାଙ୍ଗମାନେ, ପ୍ରତ୍ୟେକ ବର୍ଷ ପୌଷ ମାସର ସୂର୍ଯ୍ୟ ଯେତେବେଳେ ମକର ରାଶିକୁ ଚଳନ କରନ୍ତି, ତାହାକୁ ଆମେମାନେ ମକର ସଂକ୍ରାନ୍ତି ଭାବରେ ପାଳନ କରିଥାଉ। ଆମର ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ଅଧିକ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନରେ ଗଙ୍ଗା ସ୍ନାନ ଯେଉଁମାନେ କରନ୍ତି ଏବଂ ଦାନ କରନ୍ତି, ସେମାନଙ୍କ ଜୀବନରେ କେବେ ବି ଦୁଃଖ କଷ୍ଟ ଆସିନଥାଏ। ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ସଦା ସର୍ବଦା କୃପା ବୃଷ୍ଟି ହୋଇଥାଏ। ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଏପରି ଏକ ଉପାୟ କହିବି, ଯାହାକୁ ଆପଣମାନେ ଏହି ମକର ସଂକ୍ରାନ୍ତି ଦିନ ଯଦି କରିଦେଉଛନ୍ତି, ତେବେ ଆପଣଙ୍କ ଘରେ କେବେ ବି ଧନ ସମ୍ପତ୍ତି, ସୁଖ ସମୃଦ୍ଧି ବୈଭବ ସବୁ ଭରପୁର ହୋଇ ରହିଯିବ। କେବେ ବି ଏହାର ଅଭାବ ହେବ ନାହିଁ। ଆଉ ଆପଣଙ୍କ ଘର ଉପରେ ମା ଲକ୍ଷ୍ମୀଙ୍କ କୃପା ସବୁଦିନ ପାଇଁ ରହିବ। ହଁ ସାଙ୍ଗମାନେ, ଆଜି ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସେହି ଉପାୟଟି କହିବି। ଆପଣମାନେ ଧୈର୍ଯ୍ୟର ସହିତ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ। ଏହି ମକର ସଂକ୍ରାନ୍ତି ଦିନ କେବଳ ଏକ ମୁଠା ଲୁଣ ଚୁପଚାପ ଘରର ଏହି ଜାଗାରେ ରଖିଦିଅନ୍ତୁ। ବର୍ଷ ସାରା ଧନର ଅଭାବ କେବେ ବି ହେବ ନାହିଁ। ଘରେ ସୁଖ ସମୃଦ୍ଧି ସବୁ ଲାଗି ରହିବ। ସାଙ୍ଗମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏ ବର୍ଷ ମକର ସଂକ୍ରାନ୍ତିରେ ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ ହେବ। ଜ୍ୟୋତିଷ ଶାସ୍ତ୍ରରେ ରୋହିଣୀ ନକ୍ଷତ୍ରକୁ ବହୁତ ଶୁଭ ବୋଲି ମାନାଯାଇଥାଏ। ଏହି ଦିନ ଦାନ ଧର୍ମ କରିବା ଦ୍ୱାରା ଆପଣଙ୍କୁ ଅନେକ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ ଏବଂ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ମକର ସଂକ୍ରାନ୍ତି ଦିନ ସୁନା ରୂପା ଯଦି ଆପଣମାନେ ଘରକୁ କିଣି ଆଣୁଛନ୍ତି, ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ସୁନା ରୂପା ନ କିଣୁଛନ୍ତି, ଆପଣମାନେ ଘରକୁ ଏହି ଦିନରେ ଝାଡ଼ୁ କିଣି ଆଣନ୍ତୁ। ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଆପଣଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିଥାଏ। ଏହି ଦିନ ଯଦି ଆପଣମାନେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିଣି ଆଣୁଛନ୍ତି ଘରକୁ, ନଚେତ୍ ମୟୂର ପଙ୍ଖ ଯଦି ଆପଣମାନେ ଘରକୁ କିଣି ଆଣୁଛନ୍ତି, ତେବେ ଏହା ଆପଣଙ୍କୁ ବହୁତ ଶୁଭ ଫଳ ଦେଇଥାଏ। ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କୁ ବହୁତ କୃପା ବୃଷ୍ଟି କରିଥାନ୍ତି। ଆଉ ଏହି ଦିନ ମା ଲକ୍ଷ୍ମୀଙ୍କୁ ଯଦି ଆପଣମାନେ ପୂଜା କରୁଛନ୍ତି, ମାଙ୍କ ପାଇଁ ଆପଣଙ୍କ ଘରେ କିଛି ମିଠା ଭୋଗ ପ୍ରସ୍ତୁତ କରୁଛନ୍ତି, ଆଉ ସେହି ଭୋଗକୁ ମାଙ୍କ ପାଖରେ ପୂଜା କରୁଛନ୍ତି, ପ୍ରସାଦକୁ ସମସ୍ତ ପରିବାର ମିଶି ସେହିଦିନ ଖାଉଛନ୍ତି ଯଦି ମକର ସଂକ୍ରାନ୍ତି ଦିନ, ତାହେଲେ ମା ଲକ୍ଷ୍ମୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ବୃଷ୍ଟି ହେବ। ଆଉ ଆପଣଙ୍କୁ ସାରା ବର୍ଷଟି କେବେ ବି ଧନର ଅଭାବ ରହିବ ନାହିଁ। ସାଙ୍ଗମାନେ, ଆଜି ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଲୁଣର ଏକ ଏପରି ଚମତ୍କାରୀ ଉପାୟ ବିଷୟରେ କହିବି, ଯାହାକୁ କରିବା ଦ୍ୱାରା ଆପଣଙ୍କୁ ବହୁତ ଶୁଭ ଫଳ ମିଳିବା ସହ ଆପଣଙ୍କର ସମସ୍ତ ଦୁଃଖ ଦାରିଦ୍ର୍ୟ ଦୂରେଇ ଯିବ। ହିନ୍ଦୁ ଶାସ୍ତ୍ର ଅନୁସାରେ ଲୁଣ ହେଉଛି ସମୁଦ୍ରର ବୀର୍ଯ୍ୟ, ଆଉ ମା ଲକ୍ଷ୍ମୀ ହେଉଛନ୍ତି ସମୁଦ୍ର ଦେବତାଙ୍କର କନ୍ୟା। ଆଜି ମୁଁ ଆପଣଙ୍କୁ ଏମିତି ଏକ ଲୁଣର ଉପାୟ କହିବା ପାଇଁ ଯାଉଛି, ଯାହାକୁ କରିବା ଦ୍ୱାରା ଆପଣମାନେ କେବେ ବି କେଉଁ କାମରେ ଅସଫଳ ହେବେ ନାହିଁ। ସବୁ କାମରେ ଆପଣଙ୍କୁ ସଫଳତା ହିଁ ମିଳିବ। ଯଦି ଘରେ ସବୁବେଳେ ଅଶାନ୍ତି ଲାଗି ରହୁଛି, ରୋଗ ଲାଗି ରହୁଛି, କାହାର ଚାକିରି ସମସ୍ୟା ରହିଛି, ଏହି ଉପାୟକୁ ପାଳନ କଲେ ସେ ସବୁ ସମସ୍ୟାର ସମାଧାନ ହୋଇଯିବ। ଲୁଣ ଭିତରେ ଚମତ୍କାରୀ ଶକ୍ତି ରହିଛି।
ଆମର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଲୁଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଆମ ଖାଦ୍ୟରେ ଲୁଣର ମାତ୍ରା କମ୍ କିମ୍ବା ଅଧିକ ହୋଇଯାଏ ତେବେ ଅସୁବିଧା ହୋଇଥାଏ। ଏହାର ଅର୍ଥ ଲୁଣ ଆମକୁ ଜୀବନ ଦେଇପାରେ ଏବଂ ଲୁଣ ଜୀବନ ମଧ୍ୟ ନେଇପାରେ। ଆଜି ମୁଁ ଲୁଣର ଏକ ଏପରି ଉପାୟ କହିବି ଯାହାକୁ କରିବା ଦ୍ୱାରା ଆପଣମାନଙ୍କର ସବୁ କଷ୍ଟ ଦୁଃଖ ସବୁ ଦୂରେଇ ଯିବ। ହଁ ସାଙ୍ଗମାନେ, ଜ୍ୟୋତିଷ ଶାସ୍ତ୍ରରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରଙ୍କ ପ୍ରତୀକ ଭାବରେ ମନାଯାଇଥାଏ। ଅନେକ ଲୋକ ଲୁଣକୁ ରାହୁଙ୍କ ପ୍ରତୀକ ବୋଲି ମାନିଥାନ୍ତି। ସେଥିପାଇଁ ଆପଣ ଲୁଣର ପ୍ରୟୋଗ କରି ସମସ୍ତ ଦୁଷ୍ଟ ଗ୍ରହକୁ ଶାନ୍ତ କରିପାରିବେ। ସେଥିପାଇଁ ଆପଣ ଯଦି ଲୁଣକୁ କୌଣସି ଲୁହା କିମ୍ବା ଷ୍ଟିଲ୍ ଡବାରେ ରଖୁଛନ୍ତି, ଏପରି ଜମାରୁ ବି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହୋଇଥାଏ, ଯାହାଫଳରେ କି ଏହା ଅମଙ୍ଗଳକାରୀ ହୋଇଥାଏ। ଏହା ଆପଣଙ୍କ ପାଇଁ ଘାତକ ମଧ୍ୟ ହୋଇଥାଏ। ଯଦି ଆପଣ ଲୁଣକୁ ଷ୍ଟିଲ୍ କିମ୍ବା ଲୁହା ଡବାରେ ରଖୁଛନ୍ତି କିମ୍ବା ପ୍ଲାଷ୍ଟିକ୍ ଡବାରେ ରଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ। ଏହା ଆପଣଙ୍କ ଗୃହରେ ରୋଗ ଏବଂ ଶୋକର ବୃଦ୍ଧିର କାରଣ ହୋଇଥାଏ। ସାଙ୍ଗମାନେ, ଆପଣମାନେ କେବେ ବି ଏପରି ଭୁଲ କରନ୍ତୁ ନାହିଁ। ଆପଣମାନେ ଲୁଣକୁ ସବୁବେଳେ କାଚ ଡବାରେ ବା କାଚ ଜାରରେ ରଖନ୍ତୁ। ଏହା କରିଲେ ଆପଣଙ୍କର ଉପରେ ସେ ଯେଉଁ କୁପ୍ରଭାବ ପଡ଼େ ନାହିଁ। ସାଙ୍ଗମାନେ, ଆମର ଜାଣତାରେ ହେଉ ବା ଅଜାଣତାରେ ହେଉ, ଯଦି ଆପଣଙ୍କ ହାତରୁ ଲୁଣ ତଳେ ପଡ଼ିଯାଉଛି ତେବେ ଏହାକୁ ଅଶୁଭ ବୋଲି ମାନାଯାଇଥାଏ। ଯଦି ଲୁଣ ତଳେ ପଡ଼େ ତେବେ ଏହା ଋଣ ବଢ଼ାଇବାରେ ସାହାଯ୍ୟ କରେ ଏବଂ ଏହା ମଧ୍ୟ ମାନାଯାଇଥାଏ ଯେ ଲୁଣ ହାତରୁ ପଡ଼ିବା ଦ୍ୱାରା ଘରେ ଅନେକ ସମସ୍ୟା ଦେଖାଯାଇଥାଏ। ଲୁଣ ନେବା ପରେ ଯଦି କେହି କାହାକୁ ଲୁଣ ଦେଉଛି, କେହି ବ୍ୟକ୍ତି ତା ହାତକୁ ସେ ବସ୍ତ୍ରରେ ତାପରେ ପୋଛି ଦେଉଛି କିମ୍ବା ଝାଡ଼ି ହେଇଯାଉଛି, ସେମିତି ଜମାରୁ ବି କରନ୍ତୁ ନାହିଁ। ଏହା ଭୁଲ। ଯଦି ଲୁଣ ହାତ ଆପଣ ହୋଇଯାଇଛନ୍ତି, ହାତକୁ ଧୋଇ ଦିଅନ୍ତୁ। ତଳେ ଯଦି ଲୁଣ ପଡ଼ିଯାଇଛି ପାଣିରେ ସେଇ ଲୁଣକୁ ସଫା କରିଦିଅନ୍ତୁ, କିନ୍ତୁ କେବେ ବି ତଳେ ଲୁଣ ପକାନ୍ତୁ ନାହିଁ। ଯେମିତି ନ ପଡ଼ିବ ସେ ଉପରେ ଧ୍ୟାନ ଦିଅନ୍ତୁ କିମ୍ବା ବସ୍ତ୍ରରେ ଲୁଣକୁ କେବେ ବି ପୋଛନ୍ତୁ ନାହିଁ। ଏହା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ। ଆପଣମାନେ ଏହା କଲେ ଅନେକ ସମସ୍ୟା ଦେଖା ଦେଇଥାଏ। ଏହାଦ୍ୱାରା ଚନ୍ଦ୍ର ଏବଂ ଶୁକ୍ରଙ୍କର କୁପ୍ରଭାବ ମଧ୍ୟ ଆପଣଙ୍କ ଉପରେ ପଡ଼ିଥାଏ। ଆପଣମାନଙ୍କୁ ଅନେକ ସମସ୍ୟା ଦେଖିବା ପାଇଁ ପଡ଼ିଥାଏ। ତେଣୁ ଆପଣମାନେ ଏପରି ଭୁଲ କରନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କର ହାତକୁ ସିଧାସଳଖ ଭାବରେ ଲୁଣ କେବେ ବି ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ସେହି ବ୍ୟକ୍ତି ଓ ଆପଣଙ୍କ ଭିତରେ ଖରାପ ସମ୍ପର୍କ ହୋଇଥାଏ। ସାଙ୍ଗମାନେ, ଯେଉଁମାନେ ମୋର ଭିଡ଼ିଓଟି ଦେଖୁଛନ୍ତି ଆଉ ସେମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଛି, ଦୟାକରି ଲାଇକ୍ କରିଦିଅନ୍ତୁ ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି ସେଟା ଆପଣମାନେ ନିଶ୍ଚିତ ଭାବରେ ପାଇପାରିବେ ନୋଟିଫିକେସନ୍ ଦ୍ୱାରା। ଆଉ ସାଙ୍ଗମାନେ, କମେଣ୍ଟରେ ଆପଣମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ବୋଲି ଲେଖିଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସଦାସର୍ବଦା ଲାଗି ରହିଥିବ। ସାଙ୍ଗମାନେ, ଆପଣମାନଙ୍କ ଗୃହରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପାକୁ ପ୍ରାପ୍ତ କରିବା ପାଇଁ ଆପଣମାନଙ୍କୁ ଗୋଟିଏ ଉପାୟ କରିବାକୁ ପଡ଼ିବ। ଆପଣମାନେ ଗୁରୁବାରକୁ ଛାଡ଼ିଦେଇ ଆଉ ଅନ୍ୟ ଦିନ ଯାହା ରହିଲା ସେଥିରୁ ଗୋଟିଏ ଦିନରେ ବି ଆପଣ ସେ 6 ଦିନରୁ ଗୋଟିଏ ଦିନରେ ବି ଆପଣମାନେ ପାଣିରେ ଅଳ୍ପ ଲୁଣ ପକାଇକି ଘରକୁ ପୋଛା ମାରନ୍ତୁ। ଏହା କରିବା ଦ୍ୱାରା ଆପଣମାନଙ୍କର ଘରେ ଯେଉଁ ନକାରାତ୍ମକ ଶକ୍ତି ରହିଥାଏ ସେ ସବୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣମାନେ ପ୍ରାପ୍ତ ହେବେ। ଏହା କଲେ ଆପଣମାନଙ୍କ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରିଥାନ୍ତି। ସାଙ୍ଗମାନେ, ଯଦି ଧନର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ଗୋଟିଏ ଭଲ ଉପାୟ ହେଉଛି ଗୋଟିଏ କାଚ ଗ୍ଲାସରେ ପାଣି ପୂର୍ଣ୍ଣ କରି ନିଅନ୍ତୁ ଆଉ ସେହି ପାଣିରେ ଗୋଟିଏ ଚାମଚ ଲୁଣ ମିଶାଇ ସେହି ଗ୍ଲାସକୁ ନେଇ ନୈରୁତ କୋଣରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ। ସୁଖ ସମୃଦ୍ଧି ସବୁ ଆପଣଙ୍କ ଘରେ ବୃଦ୍ଧି ପାଇଥାଏ। ସାଙ୍ଗମାନେ, ବାଥରୁମ୍ରେ ଲୁଣ ରଖିବା ଉଚିତ, କାହିଁକି ନା ବାଥରୁମ୍ରେ ଯେହେତୁ ଟଏଲେଟ୍ ଆଟାଚ୍ ହୋଇକି ଥାଏ, ଯେଉଁଠାରେ କି ଅଧିକ ନକାରାତ୍ମକ ଶକ୍ତି ସଞ୍ଚାର ହୁଏ, କାରଣ ଯେଉଁଠି ଅପରିଷ୍କାର ହୁଏ କାହିଁକିନା ସେଠାରେ ମଳମୂତ୍ର ତ୍ୟାଗ କରାଯାଏ, ସେହି ଜାଗାରେ ହିଁ ଅଧିକ ନକାରାତ୍ମକ ଶକ୍ତି
क्रिएट हुए। तेणु आपण मैंने बाथरूम रे एक काच जार रे लुण को रखंतु। यह आपणक जो नकारात्मक शक्ति को दूरे दे थाए। सांग मैंने छोट पिला जो नजर लगी थाए आपण मैंने यही नजर को काटिया लुणर व्यवहार करें। एथिपाई आपण मैंने गोटे चुटकी लुण को नियंतु। जो व्यक्ति को नजर लगी से व्यक्ति शरीर चारिपाखरे 7 थर घूरे नियंतु एवं सही लुण को कौनसी प्रवाहित जल रे नहीं भसाई दिंतु। याद्वारा आपण मानक जो व्यक्ति को बा छोट पिला को नजर लगी से नजर दोषटी कटि जाई थाए। सांग माने जो घरे सब बड़े रोग लगी रही थाए से रोगरू मुक्त होगापाई सबुदिन रोगरू मुक्त होगापाई आपण मानक सर्वदा पूर्व दिग को मुंड करिकी शोइबा उचित। आउ गोटे काच पात्र रे किछि संदैव लुण नियंतु। संदैव लुण को गोटे पात्र रे रखंतु। एपरि करिबा द्वारा आपण मानकर स्वास्थ्य रे सुधार आसी थाए। मने रखंतु एथिपाई आपण केवल संदैव लुण ही व्यवहार करि परिबे। साधारण लुणर कौनसी प्रभाव रही न थाए। सांग माने जदि आपण माने सबुदिन चिंतारे रहउचंती आपण को सब बळे अस्तव्यस्त लागुछि एवं आपण केबे भी निज भितरे स्थिरता को अनुभव करि पारु नाहंती तेबे एथिपाई आपण गोटे चुटकी लुण नियंतु। निज मुंड चारिपटे 7 थर बुलाई दियंतु। तापरे ସେହି ଲୁଣକୁ ନେଇ କୌଣସି ଗଛ ମୂଳରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମାନସିକ ଚିନ୍ତା କମିବାକୁ ଲାଗିଥାଏ ଏବଂ ଆପଣ ନିଜ ଭିତରେ ସ୍ଥିରତାକୁ ଅନୁଭବ କରିପାରିବେ। ସାଙ୍ଗମାନେ ସ୍ୱାମୀ ସ୍ତ୍ରୀ ଯେଉଁଠାରେ ଝଗଡ଼ା ଲାଗୁଛନ୍ତି ସେହି ଘରେ ପ୍ରତ୍ୟେକ କୋଣରେ ସବୁ କୋଣରେ ଆପଣମାନେ କାଚ ପାତ୍ରରେ କିଛି କିଛି ଲୁଣ ରଖିଦିଅନ୍ତୁ ଏବଂ ପ୍ରତି ସପ୍ତାହରେ ଏହାକୁ ବଦଳାଇ ଦିଅନ୍ତୁ। ଏହା ଏବଂ ସେହି ଯେଉଁ ପୁରୁଣା ଲୁଣ ରହିଛି ସେ ସବୁକୁ ନେଇକି आपण मैंने प्रवाहित जल में भसाई दिंतु। यह करने द्वारा स्वामी स्त्री भितर जो झगड़ा लगी थाए सेटा दूर हो जाए। सांग माने एबे आसंतु जानिबा लुणर सही चमत्कारी उपाय जहां करने द्वारा आपणक घर रे केबे भी धनर अभाव देखा जाए नहीं। आपणक घरे माँ लक्ष्मी सदा सर्वदा आपणक उपरे कृपा वृष्टि करिथांती। आपणक घरे स्थायी भाव में रही थांती। हाँ सांग माने आपण मानक ही गोटे उपाय करने को अच्छी। लुण डब्बारे आपण मैंने गोटे जिनिस रखी दिंतु जहाद्वारा कि आपण मानक घर समस्त समस्या दूर हो आ माँ लक्ष्मी आपणक घर को आसबे। सांग माने लुण डब्बारे 5टी लवंग आपण मैंने रखी दिंतु। यह करने द्वारा आपणक घरर सबु नकारात्मक शक्ति दूरेई जिबा सहित माँ लक्ष्मींकर विशेष कृपा आपण मैंने प्राप्त हेबे। आ सुख समृद्धि आपणक घरे भरपूर होई रहिबो। केबे भी वर्षर आपणकर धनर अभाव रहिबो नहीं। आशा करी सांग माने एई विषय वस्तुटी आपण मानकु निश्चित भाव में भल लागिथिबो। जदि भल लागि थाए निजर प्रियजन मानकु शेयर करंतु, लाइक करंतु, चैनल को सब्सक्राइब करंतु। नेक्स्ट आउ एक वीडियो आपण मानक पई नेकी आसीबी। सेते पर्यंत विदाय दियंतु। रहिली नमस्कार।